ମାତ୍ର କେଇ ଘଣ୍ଟାର ପ୍ରକୃତିର ତାଣ୍ଡବ ଆଗରେ ମଣିଷ ହାରି ଯାଇଥିଲା। ସବୁକିଛି ପ୍ରକୃତିର କୋପରେ ସତ୍ତା ହରାଇବା ପରେ ହଂହଂକାର ପରିବେଶରେ ହଜି ଯାଇଥିଲା ଜଗତସିଂହପୁର ଜିଲ୍ଲା ସମୁଦ୍ର କୂଳବର୍ତ୍ତୀ ଏରସମା। ତେବେ 10,000ରୁ ଅଧିକ ଜୀବନ ଉଜୁଡ଼ି ଯାଇଥିଲା। ସବୁକିଛି 1999 ମସିହା ଅକ୍ଟୋବର 29କୁ ଆଜି ପୂରିଛି 25 ବର୍ଷ। ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଏରସମା ବ୍ଲକ ଜପା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ 25 ବର୍ଷ ପୂରି ଯାଇଥିଲେ ମଧ୍ୟ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ। ଗାଁକୁ ରାସ୍ତା ନାହିଁ, ପିଇବା ପାଇଁ ପାନୀୟ ଜଳ ନାହିଁ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠୁ ଆରମ୍ଭ କରି ସରକାରୀ ଯୋଜନା ଏମାନଙ୍କ ପାଇଁ ସାତ ସପନ। 25 ବର୍ଷ ହେଲାଣି ରାସ୍ତା ହେଇନି, ଏଠି ପାଣି ସୁବିଧା ନାହିଁ। ଆମେ ହେଲା 1 କିଲୋମିଟରରୁ ପାଣି ଆଣି ପିଉଛୁ। ଆମ ପାଖରେ ପାଣି ବି ନାହିଁ, ରାସ୍ତା ବି ନାହିଁ, କାଦୁଅ, ପିଲା ଛୁଆ ସ୍କୁଲ ଯାଇପାରୁନି। 25 ବର୍ଷ ହେଲାଣି ଆମ କଥା କେହି ବୁଝୁନାହାନ୍ତି। ବର୍ଷା ଟିକେ ହେଲେ ସବୁ ବୁଡ଼ି ଯାଉଛି, ଏ ରାସ୍ତାରେ ବାହାରି ପାରୁନି। ମାନେ ଘରେ ଭିତରେ ମାନେ ଯଦି ବର୍ଷା ଛାଡ଼ିଲା ସେ କାଦୁଅରେ ଅଣ୍ଟାଏ ନାଖା ପାଣିରେ ଆସି ପଶିକି ଦୋକାନରୁ ସଉଦା ନେଇକି ଗଲେ ଖିଆପିଆ ହେବ, ନହେଲେ ନାହିଁ। ଆଉ ଇଏ ତ କାଦୁଅ ରାସ୍ତା, ଆଉ ଯିଏ ଆଉଛନ୍ତି ସିଏ ତ ଦେଖିକି ପଳେଇ ଯାଉଛନ୍ତି, ଏ ରାସ୍ତା କରୁନାହାନ୍ତି। ତେବେ ଜପା ପଞ୍ଚାୟତର ଧୋବେଇ ଜଙ୍ଗଲର 6ଟି ୱାର୍ଡକୁ ଉତ୍ତର, ଦକ୍ଷିଣ, ପୂର୍ବପଟ ନଦୀଘେରା ଦ୍ୱୀପାଞ୍ଚଳ ହୋଇଥିବା ବେଳେ ଦୈବରରୁ ଆମ୍ବିକ ଯୋଗାଯୋଗ ପାଇଁ ଡଙ୍ଗାରେ ବିପଦ ସଂକୁଳ ଯାତ୍ରା କରୁଛନ୍ତି ଲୋକେ। ଅନ୍ୟପକ୍ଷରେ ଖୋଳପୁରୁ ଖୁରାଣ୍ଟ ଯୋଗାଯୋଗ ପାଇଁ ବିପଦ ସଂକୁଳ ବାଉଁଶ ଚାରା ଏମାନଙ୍କ ପାଇଁ ଏକମାତ୍ର ସାହାରା। ମହାବାତ୍ୟାକୁ 25 ବର୍ଷ ପୂରି ଯାଇଥିଲେ ବି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ 1,35,00,000 ଟଙ୍କା ବିନିମୟରେ ଗଢ଼ାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ, ଯାହାକୁ ନେଇ ସ୍ଥାନୀୟବାସୀ ଚିନ୍ତା ପ୍ରକଟରେ ରହିଛନ୍ତି। ସେପଟେ ବାତ୍ୟା ଆସିଲେ ବାତ୍ୟା ଆଶ୍ରୟସ୍ଥଳୀ ମରଣଯନ୍ତା ପାଲଟିଥିବା ଅଭିଯୋଗ କରିଛନ୍ତି ଲୋକେ। ଆପଣ ନିଶ୍ଚୟ ନିଜ ଆଖିରେ ବୁଲିକିରି ଦେଖନ୍ତୁ, ସେଇଟା ଲୋକଙ୍କୁ ପରସ୍ପର ଦେଖନ୍ତୁ, ପ୍ରଶାସନ ବି ଦେଖନ୍ତୁ। ଗାଁ ଲୋକ ମିଛ କହୁଛନ୍ତି କି ଗାଁର ଡେଭଲପ୍ ହେଇକିରି ଆମେ ନୁଚେଇକିରି କହୁଛୁ, ପ୍ରଶାସନ ବି ଜାଣିପାରିବେ। ପ୍ରଶାସନକୁ ତ ଆମେ ରିକ୍ୱେଷ୍ଟ କରି ଆମେ ତ ଥକିଗଲୁଣି। ଆପଣମାନଙ୍କ ଥ୍ରୁରେ, ମିଡ଼ିଆ ଥ୍ରୁରେ ଯଦି କିଛି ଆମର ଉନ୍ନତି ହେଇପାରିଲା, କିଛି କାମ ହେଇପାରିଲା, ତାହେଲେ ଆମେ ବି ଖୁସିରେ ଆପଣମାନଙ୍କୁ ସ୍ୱାଗତ କରିବୁ। ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ନଜର ତଳିଆ ଅଞ୍ଚଳ ଲୋକମାନଙ୍କ ଉପରେ ପଡୁଛି। ତେତଲରୁ ଦିଲ୍ଲୀପ ସାହୁଙ୍କ ରିପୋର୍ଟ, ମହାଭାରତ ଲାଇଭ୍।